ଭଗବାନଙ୍କର ଦୁଇ ପ୍ରକାର କୃପା ଥାଏ। ଦେବା ଯେମିତି କୃପା, ନେବା ମଧ୍ୟ ସେମିତି କୃପାରେ ହିଁ ଯାଏ। ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣଙ୍କ ଭକ୍ତର ଏତେ କଷ୍ଟ କାହିଁକି? ଭଗବାନ କହୁଛନ୍ତି, ମୁଁ ଯାହାକୁ ଭଲ ପାଏ ପ୍ରଥମେ ତାକୁ ତା'ର ନିଜ ଲୋକଠାରୁ ଦୂର କରିଦିଏ। କାରଣ ଦୁନିଆରେ କେହି କାହାର ନୁହନ୍ତି, ସବୁ ସମ୍ପର୍କ ମିଛ। ତେଣୁ ତାକୁ ପ୍ରଥମେ ସମ୍ପର୍କର ମିଛ ବନ୍ଧନରୁ ମୁକ୍ତ କରିଦିଏ। ସମ୍ପର୍କ ଦୂରେଇ ସାରିଲା ପରେ ସେ ଧନର ଆଶ୍ରୟ ନିଏ। ମୁଁ ଧୀରେ ଧୀରେ ତା'ର ଧନକୁ ଛଡ଼େଇ ନିଏ। ଅର୍ଜୁନ କହିଲେ, ପ୍ରଭୁ ଏ କେଉଁ ପ୍ରକାର କୃପା? ଆପଣ କୃପା କରୁଛନ୍ତି ନା ଶତ୍ରୁତା କରୁଛନ୍ତି? ଭଗବାନ କହିଲେ, ମୁଁ ଶତ୍ରୁ ନୁହେଁ, ସେ ମୋର ଅତି ପ୍ରିୟ। ଯେ ପର୍ଯ୍ୟନ୍ତ ମିଛ ମାୟାରେ ବନ୍ଧା ଥିବ ସେ ପର୍ଯ୍ୟନ୍ତ ସତ୍ୟ ତାକୁ ସ୍ପର୍ଶ କରିପାରିବ ନାହିଁ। ସତ୍ୟ କେବଳ ମୁଁ। ପ୍ରଚଣ୍ଡ ମାୟାର ପ୍ରହାରରୁ ତାକୁ ବଞ୍ଚାଇବା ପାଇଁ ତାକୁ ତା'ର ସବୁ ମିଛ ଆଶ୍ରୟଗୁଡ଼ିକୁ ଛଡ଼େଇ ନିଏ। ପରିଶେଷରେ ସେ ଯେତେବେଳେ ଦୁଇ ହାତ ଟେକି ଦେଇ ମୋର ଆଶ୍ରୟ ନିଏ, ସେତେବେଳେ ମୁଁ ତା'ର ଭାବନା ଠାରୁ ମଧ୍ୟ ବହୁତ ତା ପାଖେ ଅଜାଡ଼ି ଦିଏ।